ତୁଳା ଭଳି ନରମ ରହିବ, ଜୁସି ରହିବ, ଟେଷ୍ଟି ବି ରହିବ। ଯେମିତିକି ଗୋଲାପ ଜାମୁନ ଖାଉଛନ୍ତି ସେଇଭଳି ହିଁ ସ୍ୱାଦ ଆସିବ। ଆଉ ଦେଖିବେ କେକ୍ର ପୁରା ସ୍ୱାଦ ଆସିବ, ଯେହେତୁ ପୁରା ସ୍ପଞ୍ଜି ରହିବ। ତ ଏଇ ମିଠା ରେସିପିଟି ଯଦି ଆପଣମାନେ ଘରେ ବନାଉଛନ୍ତି, ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଏଇ ଗୋଟେ ରେସିପିରେ ଆପଣମାନେ ପିଠାର ବି ସ୍ୱାଦ ପାଇବେ, କେକ୍ର ବି ସ୍ୱାଦ ପାଇବେ, ଆଉ ମିଠାର ବି ସ୍ୱାଦ ପାଇବେ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ରସୁଆ ମିଠା ରେସିପିଟି ଆମର ବନିକି ରେଡ଼ି ହେଇଛି। ମାତ୍ର 2ରୁ 3ଟି ସାମଗ୍ରୀରେ ଆଜି ଆମେ ପ୍ରସ୍ତୁତ କରିବା। ତ ଫୁଲ୍ ଭିଡ଼ିଓ ୱାଚ୍ କରନ୍ତୁ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଗୋଟେ ବାଉଲ୍ ନେବା, ସେଇଥିରେ ଏଡ୍ କରିଦେବା ହାଫ୍ ଗିନା ଚିନି ଏଡ୍ କରିବା। ଯେତିକି ଆପଣମାନେ ପିଠା ବନେଇବାକୁ ଚାହିଁବେ ବା ମିଠା ବନେଇବାକୁ ଚାହିଁବେ ସେ ଅନୁସାରେ ଚିନି ସିରା ବନେଇବେ। ତ ଦେଖନ୍ତୁ ଯେହେତୁ ମୁଁ ଏଇଠି ହାଫ୍ ଗିନା ଚିନି ଏଡ୍ କଲି, ତ ଗୋଟେ ଗିନା ମୁଁ ସେଥିରେ ପାଣିକୁ ଏଡ୍ କରିଦେଲି। ଏବେ ଆମେ ମିକ୍ସ କରିଦେବା। ଚିନିକୁ ଆମେ ଟିକେ ଏଠି ମାନେ ଯେମିତି ଗୋଲାପ ଜାମୁନ ପାଇଁ ଆପଣମାନେ ଚିନି ସିରା ବନାଉଛନ୍ତି ନା, ସେଇଭଳି ହିଁ ପ୍ରୋସେସ୍ରେ ଆମେ ବନେଇବା। ଯେମିତିକି ହାତରେ ଦେଖନ୍ତୁ ଏଇଭଳି ହାତରେ ଟଚ୍ କରିବେ ତ ଯେମିତି ରିଫାଇନ୍ ଅଏଲ୍ ହାତକୁ ଲାଗୁଛି ସେଇଭଳି ଲାଗିବା ଦରକାର। ତ ଏଇଭଳି ପ୍ରୋସେସ୍ ପର୍ଯ୍ୟନ୍ତ ତାକୁ ବନେଇବେ। ତାପରେ କ'ଣ କରିବେ ନା ଗ୍ୟାସ୍ ଫ୍ୟାନ୍କୁ ଏଇ ସମୟରେ ଅଫ୍ କରିଦେବେ, ତାକୁ ସାଇଡ଼୍ରେ ରଖିଦେବେ ଚିନି ସିରାକୁ। ତାପରେ କ'ଣ କରିବା, ଆମେ ଗୋଟେ ଜାର୍ ନେବା, ସେଇଥିରେ ଏଡ୍ କରିଦେବା ଗୋଟେ ଗିନା ସୁଜି ଏଡ୍ କରିଦେବା। ତ ଦେଖନ୍ତୁ ଏଠି ସୁଜିଟା ଆମର ଏଡ୍ କରିସାରିବା ପରେ ଆଉ ଟିକେ ଫ୍ଲେଭରଫୁଲ୍ ବନେଇବା ପାଇଁ, ଯେମିତିକି ବାସ୍ନାଟା ବହୁତ ବଢ଼ିଆ ଆସିବ ଯେହେତୁ ମିଠା ବନାଉଛନ୍ତି, ତ ସେଇଥିରେ 2ରୁ 3ଟି ଆମେ ସେଥିରେ ଏଡ୍ କରିଦେବା ଅଳେଇଚକୁ। ପୁଣି ଦେଖନ୍ତୁ ଏଠି ମୁଁ ନେଇଛି ନଡ଼ିଆ ଅଳ୍ପ ଟିକେ, ଗୋଟେ ଗିନା ନଡ଼ିଆ ଏଡ୍ କରିଛି, ଟିକେ ବଡ଼ ବଡ଼ ପିସେସ୍ରେ ଖଣ୍ଡ କରି ଏଡ୍ କରିଛି। ଆଉ ଦେଖନ୍ତୁ ତାର ବ୍ରାଉନ୍ କଲର୍ ପାର୍ଟ୍ସର ମୁଁ ଚାଞ୍ଚିକି ବାହାର କରିଦେଇଛି, ଆଉ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ୍ କରିଛି। ଆପଣମାନେ ଚାହିଁଲେ ନଡ଼ିଆ କୋରୁ ବି ଏଥିରେ ଏଡ୍ କରିପାରିବେ। ପୁଣି ଥରେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେକୌଣସି ଦେଖିବେ ମିଠା ରେସିପିରେ ଯଦି ଲୁଣ ଏଡ୍ କରିଦେବେ ତ ମିଠାର ସ୍ୱାଦକୁ ବଢ଼େଇ ଦେଇଥାଏ। ପୁଣି ସେଇଥିରେ ଆମେ ଅଳ୍ପ ଟିକେ 2ରୁ 3 ଚାମଚ ଚିନି ଏଡ୍ କରିଦେବା, ଆଉ କ୍ଷୀର ଗୋଟେ ଗିନା ଏଡ୍ କରି ଆକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ପ୍ରଥମେ ଆମେ ବନେଇକି ରେଡ଼ି କରିବା। ତାପରେ ଅଳ୍ପ ଟିକେ ସେଥିରେ ହାଫ୍ ଚାମଚ ସେଥିରେ ଏଡ୍ କରିଦେବା ବେକିଂ ସୋଡ଼ା। ପୁଣି ଥରେ ଅଳ୍ପ ଟିକେ କ୍ଷୀରକୁ ଏଡ୍ କରି ପୁଣି ଥରେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେବା। ତ ଦେଖନ୍ତୁ ପେଷ୍ଟଟା ଏଇଭଳି ପ୍ରୋସେସ୍ରେ ବନେଇବା ଦରକାର। ଦେଖିବେ ଏଇଠି ଦେଖିପାରୁଥିବେ ଆପଣମାନେ ନଡ଼ିଆର ଖଣ୍ଡ ଅଳ୍ପ ଅଳ୍ପ ରହିଯାଇଛି। ତ ମୁଁ ଆଉ ମିକ୍ସରରେ ଆକୁ ଗ୍ରାଇଣ୍ଡିଙ୍ଗ କଲିନି, ଯେହେତୁ ଦେଖିବେ ପିଠାଟି ବା ମିଠାଟି ଖାଇବା ସମୟରେ ପାଟିକୁ ଯଦି ନଡ଼ିଆର ଯଦି ଖଣ୍ଡ ଲାଗିବ ତାହେଲେ ଆଉ ଟିକେ ସ୍ୱାଦକୁ ବଢ଼େଇ ଦେବ, ତ ଖାଇବାକୁ ବହୁତ ଟେଷ୍ଟି ଲାଗିବ। ମୁଁ ସେଇଥିପାଇଁ ଆଉ ମିକ୍ସର ଗ୍ରାଇଣ୍ଡିଙ୍ଗ କଲିନି। ତ ଆପଣମାନେ ଚାହିଁଲେ ଏଠି ଛୋଟ ଛୋଟ ପିସେସ୍ରେ କଟିଂ କରି ନଡ଼ିଆ ବି ଏଡ୍ କରିପାରିବେ। ତ ପୁଣି ଥରେ ଦେଖନ୍ତୁ ଏଇଠି ଗୋଟେ ମୁଁ ପେନ୍ ନେଇଛି, ଯେହେତୁ ଏଇଥିରେ ମୁଁ ବନେଇବି ଆଜି ମିଠା, ତ ମୁଁ ଏ ପେନ୍ରେ ଅଳ୍ପ ଟିକେ, ଆପଣମାନେ ଚାହିଁଲେ କେକ୍ କଣ୍ଟେନର୍ ବି ନେଇପାରିବେ, ଆଉ ଯେକୌଣସି ଟିଫିନ୍ ବି ନେଇପାରିବେ, ଯେମିତି ଆପଣମାନେ ଯେଉଁଥିରେ ଚାହିଁବେ ସେ ଅନୁସାରେ ଏଠି ସେଟ୍ କରିପାରିବେ। ତ ପୁଣି ଦେଖନ୍ତୁ ସେ ପେନ୍ରେ ଆମେ ଗୋଟେ ଚାମଚ ଘିଅ ଏଡ୍ କରିଦେବା, ଚାରିଆଡ଼େ ଯେମିତି ଘିଅ ଲାଗିବ ସେଇଭଳି ପ୍ରୋସେସ୍ରେ ଗ୍ରୀସ୍ କରିଦେବା, ଯେମିତିକି ଆମେ ମିଠାଟା ଯେଉଁ ବନେଇବା ତଳକୁ ବିଲକୁଲ ବି ଲାଗିବନି, ପୋଡ଼ିବନି, ବହୁତ ବଢ଼ିଆ ବନିକି ରେଡ଼ି ହେବ। ତ ଏବେ କ'ଣ କରିବା ନା ସେଇଥିରେ ଆମେ ସେ ବେଟର୍କୁ ଏଡ୍ କରିଦେବା, ସୁଜିର ବେଟର୍କୁ ଏଡ୍ କରିକିରି ଆମେ ଏବେ ତାକୁ ଟିକେ ଟେପ୍ କରିଦେବା, ଯେମିତିକି ବିଲକୁଲ ବି ବବଲ୍ସ ରହିବନି। ତ ଏଠି ଦେଖନ୍ତୁ ଟିକେ ସମୟ ଆଗରୁ ମୁଁ ଏଠି ଗୋଟେ ତାୱାକୁ ବସେଇ ଦେଇଥିଲି ଗରମ କରିବା ପାଇଁ। ତାୱା ଏଠି ପୁରାପୁରି ଗରମ ହେଇସାରିଛି। ଆମେ ତା ଉପରେ ରଖିକି ତାକୁ କଭର୍ ପୁରା ହେଲା ଭଳି ଗୋଟେ ଆମେ ଢାଙ୍କୁଣୀ ତା ଉପରେ ଘୋଡ଼େଇ ଦେବା। ଆକୁ ପୁରା 20ରୁ 25 ମିନିଟ୍ ପର୍ଯ୍ୟନ୍ତ ଟିକେ ବନିବାକୁ ଦେବା। 20ରୁ ପୁରା 25 ମିନିଟ୍ ପରେ ଚାଲନ୍ତୁ ଆପଣମାନଙ୍କୁ ମୁଁ କଭର୍ ବାହାର କରି ଦେଖାଉଛି। ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ବି ହେଇସାରିଛି। ଆଉ ଦେଖିପାରୁଥିବେ ଆପଣମାନେ ସେଣ୍ଟରରେ ପୁରା ଟିକେ ହାଲକା ଓଦାଳିଆ ଓଦାଳିଆ ଦେଖାଯାଉଛି, ନ ସିଝିଲା ଭଳି, କିନ୍ତୁ ଦେଖିବେ ଯେହେତୁ ଆମେ ସେଇଥିରେ ଯେଉଁ କଭର୍ଟା ଘୋଡ଼େଇଥିଲେ ତାର ପାଣି ଗୁଡ଼ାକ ପଡ଼ିଛି ସେଇଥିପାଇଁ ଦେଖାଯାଉଛି। କିନ୍ତୁ ଦେଖନ୍ତୁ ମୁଁ ଗୋଟେ ଛୁରୀ ସାହାଯ୍ୟରେ ଆପଣମାନଙ୍କୁ ଦେଖାଇ ଦେଉଛି, ଛୁରୀଟା ପୁରା ଯଦି କ୍ଲିନ୍ ବାହାରିବ ତାହେଲେ ଜାଣିଦେବେ ଯେ ପରଫେକ୍ଟଲି ଏଠି ପୁରା ସିଝି ବି ଯାଇଛି। ତ ଦେଖନ୍ତୁ ଏଠି ଆମର ପୁରା, ଆପଣମାନଙ୍କୁ ମୁଁ କହିଥିଲି କେକ୍, ପିଠା, ପୁଣି ମିଠାର ସ୍ୱାଦ ଆସିବ। ତ ଆପଣମାନେ ଜାଣିପାରୁଥିବେ ଏଠି ଯେହେତୁ କେକ୍ଟା ଆମର ବନିକି ଏବେ ରେଡ଼ି ହେଇଛି। ତ ଏବେ କ'ଣ କରିବା ନା ତାକୁ ଗୋଟେ ଫକ୍ ସାହାଯ୍ୟରେ ହୋଲ୍ ବନେଇଦେବା। ତା ଉପରେ ଆମେ ଯେଉଁ ଚିନି ସିରା ରଖିଥିଲେ ତା ଚିନି ସିରାକୁ ପୁରା ଗରମ କରିକି ତା ଉପରେ ଆମେ ଏଡ୍ କରିବା। ଏଡ୍ କରିକି ଆଉ କିଛି ସମୟ ଆମେ ଚିନି ସିରାକୁ ପ୍ରଥମେ ଏବଜର୍ଭ ହେବାକୁ ଦେବା। ଯେହେତୁ ସୁଜିଟା, ତ ଦେଖନ୍ତୁ ସେଇଥିପାଇଁ ଚିନି ସିରାକୁ ସବୁତକ ସିଏ ଟାଣି ଦେଇଛି। ଆଉ କେତେ ବଢ଼ିଆ ପୁରା ରସୁଆ ମିଠାଟି ଆମର ବନିକି ରେଡ଼ି ହେଇସାରିଛି। ଚିନି ସିରାକୁ ଏଡ୍ କରିସାରିବା ପରେ ଦେଖିବେ 15 ମିନିଟ୍ ପାଇଁ ଟିକେ ରେଷ୍ଟ ପାଇଁ ରଖିଦେବେ। ତ ଦେଖନ୍ତୁ କେତେ ବଢ଼ିଆ ଆମର ପିଠା ରେସିପି ବା ମିଠା ରେସିପି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ୟାକୁ ପିଠା କହିବେ ନା ମିଠା କହିବେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଯେହେତୁ ଚିନି ସିରା ଏଥିରେ ଏଡ୍ ଅଛି ତ ଦେଖିବେ ୟାକୁ ଆମେ ମିଠା ହିଁ କହିବା। ତ ଦେଖନ୍ତୁ ତା ଉପରେ ଅଳ୍ପ ଟିକେ ଆମେ ସେଥିରେ ଏଡ୍ କରିଦେବା ପିସ୍ତା ବାଦାମ। କେତେ ସୁନ୍ଦର ବି ଦେଖାଯାଉଛି। ଏବେ ଚାଲନ୍ତୁ ଆମେ କଟିଂ କରିବା।
ତ ଏ ରସୁଆ ମିଠା ରେସିପିଟି ଆପଣମାନେ ଘରେ ନିହାତି ଟ୍ରାଏ କରନ୍ତୁ। ଦେଖିବେ ଘରେ ସମସ୍ତେ ପସନ୍ଦ କରିବେ, ଯେହେତୁ ଘରର ବେସିକ୍ ସାମଗ୍ରୀରେ ହିଁ ବନିବ। ଚିନି ଘରେ ତ ଆଭେଲେବୁଲ୍ ଥାଏ, ପୁଣି ସୁଜି ଆଉ ନଡ଼ିଆ। ତ ଏଇ ପର୍ବପର୍ବାଣିରେ ଆପଣମାନେ ଘରେ ନିହାତି ୟାକୁ ଟ୍ରାଏ କରନ୍ତୁ। ଯେହେତୁ ଆଗକୁ ଆସୁଛି ମାଣବସା ଗୁରୁବାର, ତ ଏଇ ପିଠାକୁ ଆପଣମାନେ ନିହାତି ଥରେ ଟ୍ରାଏ କରନ୍ତୁ। ଆଉ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ କେମିତି କ'ଣ ଲାଗିଲା। ନିଶ୍ଚୟ ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଦେଖନ୍ତୁ କେତେ ବଢ଼ିଆ ପୁରା ସ୍ପଞ୍ଜି ବନିଛି, ପୁରାପୁରି ତୁଲତୁଲିଆ। ଆମର ଏଇଠି ମିଠା ପିଠା ପୁଣି କେକ୍ର ସ୍ୱାଦ ଏଇ ଗୋଟେ ରେସିପିରେ ପାଇ ବହୁତ ସ୍ୱାଦିଷ୍ଟ ଲାଗୁଥିଲା। ଆଉ ସବୁତକ ସ୍ୱାଦ ଆସୁଥିଲା, ଯେମିତିକି ପିଠା ଖାଇଲା ଭଳି ବି ଲାଗୁଥିଲା, ଆଉ ପୁଣି ସ୍ପଞ୍ଜି ଯେହେତୁ ଥିଲା, କେକ୍ ଖାଇଲା ଭଳି ବି ଲାଗୁଥିଲା, ଆଉ ମିଠା ଖାଇଲା ଭଳି ଲାଗୁଥିଲା। ତ ଆପଣମାନେ ୟାକୁ ନିହାତି ଟ୍ରାଏ କରନ୍ତୁ। ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି এই ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ନା, ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଫ୍ରେଣ୍ଡସ୍, ଆପଣମାନେ ଭିଡ଼ିଓ ତ ଦେଖୁଛନ୍ତି, କିନ୍ତୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ କେଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ତ ଦେଖନ୍ତୁ, ଆଉ ବାକି ଚିନି ସିରା ଯେଉଁ ଅଳ୍ପ ଟିକେ ମୁଁ ରଖିଥିଲି, ପୁଣି ଥରେ ତା ଉପରେ ପକାଇଦେଲି, ତ ବା ଏଡ଼୍ କରିଦେଲି। ତ ଦେଖନ୍ତୁ, ଆପଣମାନେ ଗୋଟେ ପିସ୍କୁ ମୁଁ ବାହାର କରି ଦେଖୁଛି, କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି ଆମର ମିଠା ରେସିପିଟି। ଆଉ ବହୁତ ବଢ଼ିଆ ପାଟିରେ ଏଡ଼୍ କରୁ କରୁ ମିଳିଯାଉଥିଲା, ଆଉ ବହୁତ ସ୍ୱାଦିଷ୍ଟ ବି ଲାଗୁଥିଲା। ଯେହେତୁ ସେଥିରେ ଆମେ କ୍ଷୀର ବି ଏଡ଼୍ କରିଛନ୍ତି, ଆଉ ଏଠି ମୁଁ କ୍ଷୀର ଏଡ଼୍ କରିଛି। ଆପଣମାନେ ଚାହିଁଲେ ଏଠି ଯଦି ଖୋଆର ଟେଷ୍ଟ ଆଣିବାକୁ ଚାହୁଁଛନ୍ତି, ଗୋଟେରେ 2 ଚାମଚ ସେଥିରେ ଅମୁଲ ବି ଯଦି ଏଡ଼୍ କରିଦେବେ ନା, ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ, ଯେମିତିକି ଛେନା ପୋଡ଼ ଖାଇଲା ଭଳି ଲାଗିବ। ତ ଆପଣମାନେ ନିହାତି ୟାକୁ ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ, ପାଖରୁ ବି ଦେଖୁଛି କେତେ ବଢ଼ିଆ ପୁରା ବନିଛି, ପୁରାପୁରି ରସୁଆ ସୁଜି ମିଠା ଆମର ବନିକିରି ପୁରା ରେଡ଼ି ହେଇସାରିଛି। ତ ଆପଣମାନେ ନିହାତି ୟାକୁ ଟ୍ରାଏ କରିବେ, କମେଣ୍ଟ ବକ୍ସରେ କମେଣ୍ଟ କରିବେ କେମିତି କ'ଣ ଲାଗିଲା। ଆଉ ଦେଖନ୍ତୁ, ଆପଣମାନଙ୍କୁ ମୁଁ ଏଠି ପ୍ରେସ୍ କରିବି ଦେଖି ଦେଉଛି, କେତେ ବଢ଼ିଆ ପୁରା ସ୍ପଞ୍ଜି ବନିଛି, ଆଉ କେତେ ସୁନ୍ଦର ବି ଦେଖାହେଉଛି। ଏ ଦେଖିବାକୁ ଯେମିତି ସୁନ୍ଦର ନା, ଖାଇବାକୁ ବି ବହୁତ ସ୍ୱାଦିଆ ଲାଗିବ। ଦେଖିବେ, ଆକୁ ଯଦି ଥରେ ବନାଉଛନ୍ତି ଏଇ ମିଠା ରେସିପିଟି, ଯେତେବେଳେ ବନେଇଦେବେ ପୁଣି ଥରେ ପ୍ଲେଟ୍କୁ ବାହାର କରିଦେବେ, ସେକେଣ୍ଡ ଟାଇମ୍ ବୁଲିକି ଆସିଲା ବେଳେ ନଥିବ ଆଉ। ଯେହେତୁ ଛୁଆଠୁ ବଡ଼ ସମସ୍ତେ ଏଇ ମିଠା ରେସିପିଟି ପସନ୍ଦ ବି କରିବେ। ତ ଆପଣମାନେ ନିହାତି ୟାକୁ ଘରେ ଟ୍ରାଏ କରନ୍ତୁ। ଆଉ ଯଦି ପ୍ରଥମ ଥର ବି ବନାଉଛନ୍ତି ନା, ତାହେଲେ ବି ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ତ ଦେଖନ୍ତୁ, ଏଠି ଗୋଟେ ମୁଁ ପୁଣି ଥରେ ଗୋଟେ ଗିନାକୁ ବାହାର କରିବି, ଆପଣମାନଙ୍କୁ ଦେଖେଇ ଦେଉଛି। ଆଉ କ୍ୟାମେରା ସାମ୍ନାରେ ବି ଦେଖାଉଛି, କେତେ ବଢ଼ିଆ ପୁରା ବନିକିରି ଆମର ପିଠାଟି ରେଡ଼ି ହେଇଛି ବା ମିଠାଟି। ଆଉ ଦେଖନ୍ତୁ, ନଡ଼ିଆର ବି ପିସେସ୍ ଏଥିରେ ଦେଖା ବି ଯାଉଛି, ପୁଣି ସେଥିରେ ଅଳେଇଚର ଫ୍ଲେଭର୍ ବି ଅଛି। ଆଉ ସେଥିପାଇଁ ଖାଇବା ବି ବହୁତ ସ୍ୱାଦିଷ୍ଟ ଲାଗିବ। ଆଉ ଚାହିଁଲେ ଆପଣମାନେ ଆଉ ଟିକେ ଗୋଲମରିଚ ପାଉଡ଼ର କି ଯଦି ଆଉ ଟିକେ ଟେଷ୍ଟ ବଢ଼ାଇବାକୁ ଚାହୁଁଛନ୍ତି, ଗୁଣ୍ଡ କରିବେ କରିପାରିବେ। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।